ଇନ୍ ଡିଫେନ୍ସ ଅଫ୍ ଗ୍ଲୋବାଲାଇଜେସନର ଲେଖକ କିଏ? ଅପସନ୍ ଏ ଅରବିନ୍ଦ ପାନଗରିଆ, ଅପସନ୍ ବି ଜଗଦୀଶ ଭଗବତୀ, ଅପସନ୍ ସି ଅବିନାଶ ଦୀକ୍ଷିତ ଏବଂ ଅପସନ୍ ଡି ଆଇ.ଜି. ପଟେଲ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଜଗଦୀଶ ଭଗବତୀ। ଇନ୍ ଡିଫେନ୍ସ ଅଫ୍ ଗ୍ଲୋବାଲାଇଜେସନର ଲେଖକ ହେଉଛନ୍ତି ଜଗଦୀଶ ଭଗବତୀ। ନିମ୍ନଲିଖିତ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରୁ କିଏ କଲ୍ୟାଣ ଅର୍ଥନୀତିରେ ଅବଦାନ ରଖିଛନ୍ତି? ଅପସନ୍ ଏ ଅଭିଜିତ ବାନାର୍ଜୀ, ଅପସନ୍ ବି ଅମର୍ତ୍ୟ ସେନ, ଅପସନ୍ ସି ମନମୋହନ ସିଂ ଏବଂ ଅପସନ୍ ଡି ଅମିତ ମିତ୍ର। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଅମର୍ତ୍ୟ ସେନ। ନିମ୍ନଲିଖିତ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରୁ ଅମର୍ତ୍ୟ ସେନ କଲ୍ୟାଣ ଅର୍ଥନୀତିରେ ଅବଦାନ ରଖିଛନ୍ତି। ସୁଧହାର ଏବଂ ବ୍ୟବହାର ସ୍ତର ମଧ୍ୟରେ ସମ୍ପର୍କ ପ୍ରଥମେ କାହା ଦ୍ୱାରା ଭିଜୁଆଲ କରାଯାଇଥିଲା? ଅପସନ୍ ଏ ଅମର୍ତ୍ୟ କେ ସେନ, ଅପସନ୍ ବି ମିଲଟନ ଫ୍ରିଡମ୍ୟାନ, ଅପସନ୍ ସି ଇରଭିଂ ଫିଶର, ଅପସନ୍ ଡି ଜେମ୍ସ ଡ୍ୟୁସେନରୀ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଇରଭିଂ ଫିଶର। ସୁଧହାର ଏବଂ ବ୍ୟବହାର ସ୍ତର ମଧ୍ୟରେ ସମ୍ପର୍କ ପ୍ରଥମେ ଇରଭିଂ ଫିଶର ଦ୍ୱାରା ଭିଜୁଆଲ କରାଯାଇଥିଲା।